ପୁଣି ବଢ଼ିଲା ଭତ୍ତା ଟଙ୍କା। 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ ଏବଂ ବିକଳାଙ୍ଗଙ୍କ ଭତ୍ତା ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। ତେବେ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଭତ୍ତା ଟଙ୍କା କେବେ ବଢ଼ିବ? ଏନେଇ ଆଶା ଏବଂ ଆଶଙ୍କାରେ ବୃଦ୍ଧ ଏବଂ ବୃଦ୍ଧାମାନେ ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରିପାରିଲା ନାହିଁ। ତେଣୁ ବହୁ ଅସନ୍ତୋଷରେ ଦିନ କାଟୁଛନ୍ତି 60 ବର୍ଷରୁ ଅଧିକ ଥିବା ବୃଦ୍ଧ ଏବଂ ବୃଦ୍ଧାମାନେ। ସେମାନେ କହୁଛନ୍ତି ବିଜେପିର ଛଳନାରେ କେବଳ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ ହିଁ 3500 ଟଙ୍କା ଭତ୍ତା ପାଇଛନ୍ତି। 60 ବର୍ଷର ଲୋକଙ୍କୁ କ'ଣ ପାଇଁ ଭତ୍ତା ଦିଆଯାଇନି? ଏହି ଜବାବ ପଞ୍ଚାୟତ ଇଲେକ୍ସନରେ ସେମାନେ ଦେବେ ବୋଲି ମଧ୍ୟ କହୁଛନ୍ତି। ତେବେ ବିଜେପିକୁ ସେମାନେ ଚେତାବନୀ ଦେଇ କହିଛନ୍ତି ଯେ ପଞ୍ଚାୟତ ଇଲେକ୍ସନ ପୂର୍ବରୁ ଯଦି ବାର୍ଦ୍ଧକ୍ୟ ଭତ୍ତା ସମସ୍ତଙ୍କର 3000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନ କରାଯାଏ ତେବେ ପଞ୍ଚାୟତ ଇଲେକ୍ସନରେ ବିଜେଡିକୁ ଭୋଟ ଦେଇଦେବେ ବୋଲି ସେମାନେ କହୁଛନ୍ତି। ଅଲଗା ଷ୍ଟେଟ୍ ଗୁଡ଼ିକରେ 3000ରୁ 4000 ଟଙ୍କା ଭତ୍ତା ମିଳୁଥିବା ବେଳେ କେବଳ ଓଡ଼ିଶା ସରକାର ହିଁ ଛଳନା କରି ଭୋଟ ନେଇ ଲୋକମାନଙ୍କଠାରୁ ଏବେ ପର୍ଯ୍ୟନ୍ତ 3000 ଟଙ୍କା ଭତ୍ତାକୁ ବୃଦ୍ଧି କରିନାହାନ୍ତି। ତେଣୁ ବହୁତ ଲୋକ ଜନ ଅସନ୍ତୋଷର ବିଜେପି ଶିକାର ହେଉଛି। ବିଜେପି ସରକାର ମଧ୍ୟ ଚିନ୍ତା କରୁଛି ଯେ ବୃଦ୍ଧ ଏବଂ ବୃଦ୍ଧାମାନଙ୍କର ଭତ୍ତାକୁ ବୃଦ୍ଧି କରିବା ପାଇଁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବରେ ଘୋଷଣା ମଧ୍ୟ କରାଯାଇ ନାହିଁ। ଅର୍ଥମନ୍ତ୍ରୀ ଏବଂ କ୍ୟାବିନେଟରେ ନିଷ୍ପତ୍ତି ହେବା ତ ଛାଡ଼ନ୍ତୁ, ବିଜେପିର କୌଣସି ନେତା ମନ୍ତ୍ରୀମାନେ ଭତ୍ତା କଥାକୁ ବୃଦ୍ଧି କରିବା ପାଇଁ ଏପର୍ଯ୍ୟନ୍ତ ତାଙ୍କ ପ୍ରଶ୍ନରେ କହି ମଧ୍ୟ ନାହାନ୍ତି।